ଜଗତସିଂହପୁର ସ୍ଥାନୀୟ ତରଡ଼ାପଡ଼ା ସ୍ଥିତ ସ୍ୱୟଂ ସିଦ୍ଧା ସଂଗଠନ ତରଫରୁ ଅଧ୍ୟକ୍ଷା ଦମୟନ୍ତୀ ରାଉତଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ସଭାପତି ବିରଜା ପ୍ରସାଦ ଦାସ, ସମ୍ପାଦକ ନମିତା ମହାପାତ୍ର, କୋଷାଧ୍ୟକ୍ଷ ତ୍ରିନାଥ ମଲ୍ଲିକ ସମସ୍ତ ସଦସ୍ୟମାନଙ୍କୁ ଆଗକୁ ଜିଲ୍ଲାରେ ଗରିବ, ଅସହାୟ, ରୋଗାକ୍ରାନ୍ତ, ଭିନ୍ନକ୍ଷମ ଶିଶୁ, ମହିଳାମାନଙ୍କୁ ସମସ୍ତେ ଏକତ୍ରିତ ହୋଇ ନ୍ୟାୟ ପ୍ରଦାନ କରିବା ସହିତ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଓଡ଼ିଶାର କୋଣ ଅନୁକୋଣରୁ ସବୁ ବ୍ୟକ୍ତିମାନଙ୍କୁ ଆହ୍ୱାନ ଦେଇଥିଲେ। ଶେଷରେ ସଂଗଠନ ପକ୍ଷରୁ ସମସ୍ତ ସଦସ୍ୟମାନଙ୍କୁ କୃତଜ୍ଞତା ଜଣାଇବା ସହିତ ସଂଗଠିତ ହୋଇ କାମ କରିବାକୁ ଅଧ୍ୟକ୍ଷା କହିଥିଲେ। ସ୍ୱୟଂ ସିଦ୍ଧାରେ ମୂଳ ଲକ୍ଷ୍ୟ ହେଉଛି ଚାଇଲ୍ଡ ୱୁମେନ୍ସ ୱାର୍ଲ୍ଡ। ତା ସହିତ ଆମର ଯେଉଁମାନେ କ୍ୟାନ୍ସର ପେସେଣ୍ଟ, ପାରାଲିସିସ୍, ଛୋଟ ପିଲାମାନେ ପାଠ ପଢ଼ି ପାରୁନାହାନ୍ତି, ଗରିବ ପିଲା ଅଛନ୍ତି ଏବଂ ବୃଦ୍ଧାମାନେ ନିର୍ଯାତିତ ହେଉଛନ୍ତି, ତାଙ୍କର ଠିକ୍ କାର୍ଯ୍ୟକଳାପ ହେବା ପାଇଁ ଆମ ସ୍ୱୟଂ ସିଦ୍ଧାର ମୂଳ ଲକ୍ଷ୍ୟ। ସମାଜର ଆମର ଯେଉଁ ମହିଳାମାନେ ଯେଉଁ ଆମର ରହୁଛି ଆଇନଗତ ଯେଉଁ ତାଙ୍କ ଉପରେ ଯେଉଁ ସପକ୍ଷରେ ରହୁଛି ସେଇଟାକୁ ଠିକ୍ ଭାବରେ ଉପଯୋଗ ନ କରିକି ଅନ୍ୟ ଭାବରେ ଉପଯୋଗ କରୁଛନ୍ତି, ସେଇ ଉପରେ ଆମେ କାଉନସିଲିଂ କରୁ। ତା ସହିତ ମହିଳାମାନଙ୍କର ଯେଉଁଟା ଠିକ୍ ଥିବ ଆମେ ତାକୁ ଜଷ୍ଟିସ୍ ଦେଉ, ପୁରୁଷମାନଙ୍କର ଯେଉଁଟା ଠିକ୍ ତାକୁ ଜଷ୍ଟିସ୍ ଦେଉ। ଉଭୟ ସମାନ, କାରଣ ମହିଳାମାନଙ୍କର ଯେତିକି ଏଠି ରାଇଟ୍ସ ଅଛି ସମାଜରେ, ପୁରୁଷମାନଙ୍କର ସେତିକି ରାଇଟ୍ସ ଅଛି। ତେଣୁ ଉଭୟଙ୍କୁ ଆମେ କାଉନସିଲିଂ କରୁ, ଉଭୟଙ୍କୁ ଠିକ୍ ଭାବରେ ଜଷ୍ଟିସ୍ ରାଇଟ୍ସ ଦେଉ। ତା ସହିତ ଛୋଟ ପିଲାମାନେ ଯେଉଁମାନେ ଆମର ହୋଟେଲ ଦେଖିବେ, ବଡ଼ ବଡ଼ ହୋଟେଲ ସୋରୁମ୍ରେ ଛୋଟ ପିଲାମାନଙ୍କୁ କାମ କରୁଛନ୍ତି, ତାଙ୍କର ପାଠପଢ଼ା ଏଜରେ ତାଙ୍କୁ ଖଟଉଛନ୍ତି, ସେଇ ଇମିଡିଏଟଲି କେସ୍ ଦେଖିଲେ ଆମେ ପିଲାଙ୍କୁ ଆଣିକି ଥଇଥାନ କରିକି ତାଙ୍କୁ ପାଠ ପଢ଼ିବା ସାହାଯ୍ୟ କରୁ ଏବଂ ଠିକ୍ ଭାବରେ ସ୍କୁଲରେ ତାଙ୍କୁ ଆଡମିସନ କରୁ, ତାଙ୍କୁ ରାଇଟ୍ସ ଦେଉ। ଆଉ ଯେଉଁମାନେ ବୃଦ୍ଧାମାନେ ଆମ ପାଖକୁ ଖବର ଆସିଲେ, ଯେଉଁମାନେ ପୁଅ ବୋଉମାନେ ନିର୍ଯାତିତ ଦେଉଛନ୍ତି, ବୃଦ୍ଧାମାନଙ୍କୁ ଖାଇବାକୁ ଦେଉନାହାନ୍ତି, ସେଠି ଆମେ ଯାଇକି ପହଞ୍ଚି ବୁଢ଼ାବୁଢ଼ୀକୁ ନେଇକି ଆସି ବୃଦ୍ଧାଶ୍ରମରେ ରଖିକି ତାଙ୍କର ଠିକ୍ ଭାବରେ କାର୍ଯ୍ୟକଳାପ କରୁ। ଜଗତସିଂହପୁରରୁ ରୀତା ସାହୁଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।